ଶୀତ ଋତୁ ରଚନା ଉପକ୍ରମ ଶୀତରେ ପୌଷ ମାଘ ମାସ ଦେହରେ ରଖ ଶୀତବାସ। ଧରଣୀ ରାଣୀ କାକରର ଧବଳ ଆସ୍ତରଣରେ ଘୋଡ଼େଇ ହୋଇ ସ୍ୱାଗତ କରେ ଶୀତ ଋତୁକୁ। ଦିନ ରାତି ଉଭୟ ଶୀତ ପ୍ରକୋପରେ ଜର୍ଜରିତ ହୋଇଯାଏ। କାର୍ତ୍ତିକ ମାର୍ଗଶିର ମାସର ହାଲୁକା ହାଲୁକା ଥଣ୍ଡା ପୌଷ ଓ ମାଘ ମାସରେ ଦ୍ୱିଗୁଣିତ ହୋଇଯାଏ। ଶୀତରେ ପ୍ରକୃତି। ଶୀତ ଋତୁରେ କାକର ଆସ୍ତରଣ ଯେତେ ସୁନ୍ଦର ଲାଗିଲେ ମଧ୍ୟ ଉତ୍ତର ଦିଗରୁ ପ୍ରବାହିତ ହେମାଳ ପବନ ସବୁକୁ ଫିକା କରିଦିଏ। ଦିନ ଛୋଟକୁ ରାତି ବଡ଼ ହୋଇଯାଏ ଏହି ଋତୁରେ। ହାଡ଼ଭଙ୍ଗା ଶୀତର ପ୍ରକୋପ ଧନୀ ଶ୍ରେଣୀ ଲୋକଙ୍କ କମ୍ବଳ ରେଜେଇରେ ଫିକା ପଡ଼ିଯାଏ ସତ, କିନ୍ତୁ ଗରିବ ଲୋକର ଜୀବନ ବଞ୍ଚିବା ମଧ୍ୟ କଷ୍ଟସାଧ୍ୟ ହୋଇପଡ଼େ। ରାସ୍ତା କଡ଼ରେ ଲୋକେ କାଠିକୁଟା ଜାଳି ନିଆଁରେ ସେକି ହୁଅନ୍ତି। ରାତ୍ରିର ଥଣ୍ଡା ସବୁଆଡ଼େ ସୁନସାନ କରିଦିଏ। ଏହି ଋତୁରେ ମୁଖ୍ୟ ସୌନ୍ଦର୍ଯ୍ୟ ହେଲା ଏହି ଋତୁରେ ଫୁଟୁଥିବା ବିଭିନ୍ନ ଫୁଲ। ଏଥିସହିତ ନାନା ଜାତିର ପନିପରିବା ମଧ୍ୟ ହୋଇଥାଏ। କମଳା, ଅଙ୍ଗୁର, ସେଉ, ନାଶପାତି ଆଦି ଫଳ ମଧ୍ୟ ଏହି ଋତୁରେ ହୁଏ। ଏହି ଋତୁରେ ଶାରଦ ଧାନ ଅମଳ କରାଯାଏ। ଦିନର ଖରା ଖୁବ୍ ଟାଣ ହୁଏ। ଲୁଗାପଟା ଶୀଘ୍ର ଶୁଖିଯାଏ, କାରଣ ବାୟୁମଣ୍ଡଳରେ ଜଳୀୟ ବାଷ୍ପ ନଥାଏ। ଏହି ଋତୁରେ ବର୍ଷା ଆଦୌ ନଥାଏ। ଉପକାରିତା। ଶୀତ ଋତୁର ଉପକାରିତା ହେଲା ସଂକ୍ରାମକ ରୋଗର ଭୟ କମ୍ ଥାଏ। ଏହି ଋତୁରେ ବିଭିନ୍ନ ପନିପରିବା ଓ ଫଳ ଶସ୍ତା ଦରରେ ଉପଲବ୍ଧ ହୁଏ। ଗେଣ୍ଡୁ ଫୁଲ ଫୁଟେ। ଏହି ଋତୁରେ ଧାନ ଅମଳ କରାଯିବା କୃଷକ ମନରେ ଅପାର ଆନନ୍ଦ ଦିଏ। ଅପକାରିତା। ଶୀତର ପ୍ରବଳ ଥଣ୍ଡା ବୃଦ୍ଧ ବୃଦ୍ଧାଙ୍କ ପାଇଁ ତଥା ଗରିବ ଶ୍ରେଣୀର ଲୋକମାନଙ୍କ ପାଇଁ ଖୁବ୍ କଷ୍ଟଦାୟକ ହୋଇଥାଏ। ଏହି ଋତୁର ଦିନ ଛୋଟ ଯୋଗୁଁ ଲୋକେ ଅଧିକ କାମ କରିପାରନ୍ତି ନାହିଁ। ସକାଳର କାକର ଓ ରାତ୍ରିର ପ୍ରବଳ ଶିଶିରପାତ ଏବଂ ଥଣ୍ଡା ହେତୁ ଜ୍ୱର, ଥଣ୍ଡା ଓ କାଶ ଆଦି ରୋଗ ହୁଏ। ପର୍ବପର୍ବାଣୀ। ବିଭିନ୍ନ ପର୍ବପର୍ବାଣୀ ଏହି ଋତୁରେ ପାଳନ ହୋଇଥାଏ। ମୁଖ୍ୟ ପର୍ବଗୁଡ଼ିକ ହେଲା ଶାମ୍ବ ଦଶମୀ, ଧନୁ ସଂକ୍ରାନ୍ତି, ଅଗିରା ପୂର୍ଣ୍ଣିମା ଖୁବ୍ ଧୁମଧାମରେ ପାଳନ କରନ୍ତି। ଇଂରାଜୀ ନବବର୍ଷ ମଧ୍ୟ ପାଳନ କରାଯାଏ। ଶେଷ କଥା, ଶୀତ ଋତୁ ଯେତେ କଷ୍ଟଦାୟକ ହେଲେ ମଧ୍ୟ ଧାନ ଅମଳ, ପର୍ବପର୍ବାଣୀ ପାଳନ ବହୁତ ଖୁସି ମଧ୍ୟ ଦିଏ। ଏହି ଋତୁରେ ଲୋକମାନେ ବଣଭୋଜି କରିବାକୁ ଏବଂ ବୁଲାବୁଲି କରିବାକୁ ପସନ୍ଦ କରନ୍ତି। ବିଭିନ୍ନ ପରିବା ମିଳୁଥିବାରୁ ଶସ୍ତା ଦରରେ ଗରିବ ଶ୍ରେଣୀର ଲୋକେ ଉପକୃତ ହୋଇଥାନ୍ତି। ବିଶେଷ ରୋଗ ମଧ୍ୟ ଏହି ଋତୁରେ ହୁଏ ନାହିଁ। ସବୁ ପରେ ମଧ୍ୟ ଶୀତ ଋତୁ କଷ୍ଟ ମଧ୍ୟରେ କିଛି ଖୁସି ମଧ୍ୟ ପ୍ରଦାନ କରିଥାଏ।